ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ପାଇଁ ବଡ଼ ଖବର। ଏଥର 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ମାଗଣା ଚିକିତ୍ସାର ସୁବିଧା। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ସରକାର ରାଜ୍ୟରେ ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ସ୍ୱାର୍ଥ ପାଇଁ ଏକ ଐତିହାସିକ ଏବଂ କଲ୍ୟାଣମୂଳକ ପଦକ୍ଷେପ ନେଇଛନ୍ତି। ଦୀର୍ଘ ଦିନ ଧରି ପଡ଼ି ରହିଥିବା କ୍ୟାଶଲେସ୍ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଏବେ ସମାପ୍ତ ହୋଇଛି। ଏହି ମହତ୍ୱାକାଂକ୍ଷୀ ଯୋଜନା ସମଗ୍ର ରାଜ୍ୟରେ ପ୍ରାୟ 1.1 ମିଲିୟନ ନିୟମିତ କର୍ମଚାରୀ, ଅଧିକାରୀ ଏବଂ ପେନ୍ସନଭୋଗୀଙ୍କୁ କଭର କରିବ। ଏହି ଯୋଜନାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଗୁରୁତର ଅସୁସ୍ଥତା ସମୟରେ କର୍ମଚାରୀମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ଏବଂ ସେମାନଙ୍କର ଗୁଣାତ୍ମକ ଚିକିତ୍ସା ସୁବିଧା ଉପଲବ୍ଧ ହେବା ନିଶ୍ଚିତ କରିବା। ତେବେ ରାଜସ୍ଥାନ ଏବଂ ହରିୟାଣା ଉପରେ ଆଧାରିତ ଏହି ଯୋଜନାର ଢାଞ୍ଚା ଅନୁସାରେ ହିତାଧିକାରୀମାନେ ବାର୍ଷିକ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପାଇବେ। ଯୋଜନାର ଆର୍ଥିକ ଦିଗଗୁଡ଼ିକୁ ପରିଚାଳନା କରିବା ପାଇଁ ଏକ ଅବଦାନ ବ୍ୟବସ୍ଥା ପ୍ରତିଷ୍ଠା କରାଯାଇଛି। ଜଣେ କର୍ମଚାରୀଙ୍କ ମୂଳ ଦରମାର 1% ପ୍ରିମିୟମ ଭାବରେ କଟାଯିବ, ଯେତେବେଳେ ପେନ୍ସନଭୋଗୀଙ୍କ କ୍ଷେତ୍ରରେ ଏହି ଡିଡକ୍ସନ୍ ସେମାନଙ୍କ ମାସିକ ପେନ୍ସନର 4% ହେବ। ଏହି ମଡେଲ ପୂର୍ବରୁ ରାଜସ୍ଥାନ ଏବଂ ହରିୟାଣା ଭଳି ରାଜ୍ୟରେ ସଫଳତାର ସହିତ କାର୍ଯ୍ୟକାରୀ ହୋଇଛି ଏବଂ ମଧ୍ୟପ୍ରଦେଶ ସମାନ ଧାରାରେ ଏହାର ପ୍ରସ୍ତାବ ପ୍ରସ୍ତୁତ କରିଛି। ତେବେ କ୍ୟାବିନେଟ୍ ଅନୁମୋଦନ ପରେ କାର୍ଯ୍ୟକାରୀ ହେବ ଏହି ଯୋଜନା। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ସଚିବଙ୍କ ଏକ କମିଟି ଜନସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଶିକ୍ଷା ବିଭାଗ ଦ୍ୱାରା ପ୍ରସ୍ତୁତ ପ୍ରସ୍ତାବକୁ ପ୍ରଶାସନିକ ଅନୁମୋଦନ ପ୍ରଦାନ କରିଛି। ଏହାକୁ ଏବେ ଚୂଡ଼ାନ୍ତ ଅନୁମୋଦନ ପାଇଁ କ୍ୟାବିନେଟ୍ ସମ୍ମୁଖରେ ରଖାଯିବ। କ୍ୟାବିନେଟ୍ ଦ୍ୱାରା ଅନୁମୋଦନ ହେବା ପରେ କର୍ମଚାରୀମାନେ ଚିକିତ୍ସା ପରେ ଚିକିତ୍ସା ବିଲ୍ ପାଇଁ ପ୍ରତିପୂରଣ ପାଇଁ ସରକାରୀ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବାର ଝଗଡ଼ାରୁ ମୁକ୍ତି ପାଇବେ। ଏହା ବଦଳରେ ସେମାନେ କୌଣସି ନଗଦ ଦେୟ ନକରି ନିର୍ଦ୍ଦିଷ୍ଟ ହସ୍ପିଟାଲରେ ଚିକିତ୍ସା ପାଇପାରିବେ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଭୁଲନ୍ତୁ ନାହିଁ।